ପିଲାମାନେ ଚାଲନ୍ତୁ ଆଜି ଆମେ ଦେଖିବା 2025 ମସିହାରେ ଆସିଥିବା ଜୀବବିଜ୍ଞାନର 25ଟି ପ୍ରଶ୍ନ ଯାହାକି ବହୁତ ଇମ୍ପୋର୍ଟାଣ୍ଟ ଆଜି ଆସନ୍ତା ଯେଉଁ ଜେନେରାଲ ସାଇନ୍ସ ପରୀକ୍ଷା ପାଇଁ ଠିକ୍ ଅଛି। ଆଉ ଯେଉଁମାନେ କ୍ଲାସଟିକୁ ଦେଖୁଛନ୍ତି କମ୍ପ୍ଲିଟଲି ପୁରା ଦେଖନ୍ତୁ ଠିକ୍ ଅଛି। ଚାଲନ୍ତୁ ଆମେ ଡେରି ନ କ୍ଲାସଟିକୁ ଆରମ୍ଭ କରିବା। 25 ନମ୍ବର ପ୍ରଶ୍ନ କ'ଣ ଅଛି, ନିମ୍ନଲିଖିତ କେଉଁଟି ଏକ ଉତ୍ପାଦକ ନୁହେଁ? ଠିକ୍ ଅଛି, ଏ ମଧ୍ୟରୁ କେଉଁଟି ଏକ ଉତ୍ପାଦକ ନୁହେଁ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି। କ'ଣ? ଅପସନ୍ ବି ହେଉଛି ଆଗାରିକସ୍। ଠିକ୍ ଅଛି। ତାପରେ ଦେଖ ପ୍ରଶ୍ନ ନମ୍ବର 27 କ'ଣ ଅଛି? ପ୍ରଶ୍ନ ନମ୍ବର 27 ଅଛି ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ କେଉଁ ଖାଦ୍ୟ ଉପାଦାନର ପ୍ରମୁଖ ଭୂମିକା ରହିଛି? ଠିକ୍ ଅଛି, ଏହାର ସଠିକ ଉତ୍ତରଟି ହେବ ଅପସନ୍ ଡି ଧାତୁସାର। ଠିକ୍ ଅଛି। ତାପରେ ଦେଖ ପରବର୍ତ୍ତୀ ପ୍ରଶ୍ନ ନମ୍ବର 28 କେଉଁ ବର୍ଜ୍ୟବସ୍ତୁଟି ପରିପକ୍ୱ ଜାଇଲେମ୍ରେ ସଂଗୃହୀତ ହୋଇଥାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ରେଜିନ୍। ଠିକ୍ ଅଛି, ଏହାର ସଠିକ ଉତ୍ତରଟି କ'ଣ ହେଉଛି? ଅପସନ୍ ଏ ରେଜିନ୍। ଠିକ୍ ଅଛି। ଇଏ ହେଉଛି ପିଲାମାନେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍, କୌଣସି ଠକା ମିଛ ନୁହେଁ। ଠିକ୍ ଅଛି, ଯେଉଁମାନେ ବି ଥମ୍ବନେଲ୍ ଦେଇ ଦେଉଛନ୍ତି ଏମିତି ଏଇଟା ରିଏଲ୍ କ୍ୱେଶ୍ଚିନ୍, ରିଏଲ୍ ପ୍ରଶ୍ନ, ଅରିଜିନାଲ୍ କ୍ୱେଶ୍ଚିନ୍। ଠିକ୍ ଅଛି, ସେଇଭଳି ଚ୍ୟାନେଲ୍ରୁ ଦୂରେଇନା ରୁହନ୍ତୁ, କାହିଁକିନା ସେଇ ଚ୍ୟାନେଲ୍ ଥମ୍ବନେଲ୍ ଦେଖିନା ତୁମକୁ ଇଏ କରୁଛନ୍ତି। ଠିକ୍ ଅଛି, ସେଇଭଳି ଚ୍ୟାନେଲ୍ରୁ ଡିଷ୍ଟ୍ରାକ୍ଟ ଜମା ହୁଅନ୍ତୁନି, କାହିଁକିନା ସମୟ ବହୁତ ଅଳ୍ପ ଅଛି। ସେଇ ଅନୁସାରେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍କୁ ସେଟ୍ ୱାଇଜ୍ ଫୋକସ୍ କଲେ ନିଶ୍ଚିନ୍ତ ମାର୍କ ପ୍ରୋଗ୍ରେସ୍ ହେବ। ଠିକ୍ ଅଛି, ତ ସେଇ ଅନୁସାରେ ଆମେ ସେଟ୍ ପ୍ରାକ୍ଟିସ୍ କରୁଛୁ ଆଉ ପ୍ରିଭିୟସ୍ ଇୟର୍ର। ଠିକ୍ ଅଛି, ତ ଆପଣଙ୍କୁ ଭଲ ଲାଗିଲେ ନିଶ୍ଚିନ୍ତ ଲାଇକ୍ କରିବେ, ସେୟାର କରିବେ, ଆଉ ନୂଆ କରି ଆସିଥିଲେ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିଦେବେ। ଠିକ୍ ଅଛି। ପ୍ରଶ୍ନ ନମ୍ବର 28 କହୁଛି କେଉଁ ବର୍ଜ୍ୟବସ୍ତୁଟି ପରିପକ୍ୱ ଜାଇଲେମ୍ରେ ସଂଗୃହୀତ ହୋଇଥାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ରେଜିନ୍। ଠିକ୍ ଅଛି। ତାପରେ ଦେଖା ପରବର୍ତ୍ତୀ ପ୍ରଶ୍ନ ନମ୍ବର 29ରେ କହୁଛି ଭାରତରେ ସବୁଠାରୁ ଅଧିକ ପରିମାଣରେ ବ୍ୟବହୃତ ହେଉଥିବା ନବୀକରଣ ଅଯୋଗ୍ୟ ଶକ୍ତିର ଉତ୍ସ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କ'ଣ? କୋଇଲା। ଠିକ୍ ଅଛି, ଅପସନ୍ ଏ କୋଇଲା। ତାପରେ ଦେଖା ପ୍ରଶ୍ନ ନମ୍ବର 30ରେ କ'ଣ ଅଛି? ନିମ୍ନଲିଖିତ କେଉଁ ହର୍ମୋନ୍ଟି ଏଡିନୋହାଇଫୋସିସ୍ରୁ କ୍ଷରିତ ହୋଇନଥାଏ? କେଉଁଟା କ୍ଷରିତ ହୋଇନଥାଏ ସେ କହୁଛି, ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଅକ୍ସିଟୋସିନ୍। ଠିକ୍ ଅଛି। ତାପରେ ଦେଖା ପରବର୍ତ୍ତୀ ପ୍ରଶ୍ନ ନମ୍ବର 31ରେ କ'ଣ କହୁଛି? ଶରୀରର ଶ୍ୱାସକେନ୍ଦ୍ର, ହୃତ୍କେନ୍ଦ୍ର ଓ ପାକନଳୀର ଚଳନ ପରି କାର୍ଯ୍ୟକୁ କିଏ ନିୟନ୍ତ୍ରଣ କରିଥାଏ? କିଏ ନିୟନ୍ତ୍ରଣ କରିଥାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କ'ଣ? ସୁଷୁମା ଶୀର୍ଷକ ବା ଇଂଲିଶରେ କହୁଛି ମେଡୁଲା ଅବଲଙ୍ଗାଟା। ଠିକ୍ ଅଛି। ତା ପରବର୍ତ୍ତୀ ଦେଖା ପରବର୍ତ୍ତୀ ପ୍ରଶ୍ନ 32 ଗ୍ରାସନଳୀର କାନ୍ଥରେ ଥିବା ମାଂସପେଶୀର ସଂକୋଚନ ଓ ପ୍ରସାରଣକୁ କ'ଣ କୁହନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ପୁରସରଣ। ଠିକ୍ ଅଛି, ଯାହା ଆନ୍ସର୍ ଦେଉଛି ପୁରା ସଠିକ୍ ଅଛି। ଠିକ୍ ଅଛି, ଏଇ କ୍ୱେଶ୍ଚିନ୍କୁ ବାରମ୍ବାର ଦେଖିଦିଅନ୍ତୁ। ଠିକ୍ ଅଛି, ତ ଆସିବାର ବହୁତ ସମ୍ଭାବନା ଅଛି। ଠିକ୍ ଅଛି। ପ୍ରଶ୍ନ ନମ୍ବର 33 ଅଛି ନିମ୍ନଲିଖିତ କେଉଁଟି ସିଧାସଳଖ ଭାବେ ଉତ୍ସେଦନକୁ ପ୍ରଭାବିତ କରିପାରେ ନାହିଁ? ନିମ୍ନଲିଖିତ କେଉଁଟି ସିଧାସଳଖ ଭାବେ ଉତ୍ସେଦନକୁ ପ୍ରଭାବିତ କରିପାରେ ନାହିଁ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ସେ ହେଉଛି କ'ଣ? ପତ୍ରରେ ଥିବା ପତ୍ରହରିତ। ଠିକ୍ ଅଛି। ତା ପରବର୍ତ୍ତୀ ପ୍ରଶ୍ନ ଦେଖା ପ୍ରଶ୍ନ ନମ୍ବର 34 କେଉଁଟି କୋଭିଡ୍-19 ନିର୍ଣ୍ଣୟର ସର୍ବୋତ୍ତମ ଉପାୟ? କେଉଁଟା? ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି କ'ଣ? RT-PCR। ଠିକ୍ ଅଛି। ତାପରେ ଦେଖା ପରବର୍ତ୍ତୀ ପ୍ରଶ୍ନ ନମ୍ବର 35ରେ କ'ଣ ଅଛି? ପାରାନ୍ତରଣ ପ୍ରକ୍ରିୟା ଅର୍ଦ୍ଧବିଭାଜନର କେଉଁ ଉପବସ୍ଥାରେ ହୋଇଥାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ପାକିଟିନ୍ ଷ୍ଟେଜ୍ରେ ହୋଇଥାଏ। ଠିକ୍ ଅଛି। ତାପରେ ଦେଖା ପରବର୍ତ୍ତୀ ପ୍ରଶ୍ନ ନମ୍ବର 36 ଭାରତରେ ଉତ୍ପାଦିତ ହେଉଥିବା ପୃଥିବୀର ସର୍ବପ୍ରଥମ DNA ଆଧାରିତ କୋଭିଡ୍ ଟୀକା କ'ଣ? ଯାହାର ସଠିକ ଉତ୍ତର ହେଉଛି ଅପସନ୍ ସି ଜାଇକୋଭ୍ ଡି। ଠିକ୍ ଅଛି, କ'ଣ? ଅପସନ୍ ସି ଜାଇକୋଭ୍ ଡି। ଠିକ୍ ଅଛି। ତାପରେ ଦେଖା ପରବର୍ତ୍ତୀ ପ୍ରଶ୍ନ ନମ୍ବର 37ରେ କ'ଣ ଅଛି? ଲେଡି କୋଷରୁ କେଉଁ ହର୍ମୋନ୍ କ୍ଷରିତ ହୁଏ? କେଉଁ ହର୍ମୋନ୍? ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ଲ୍ୟୁଟିନାଇଜିଂ ହର୍ମୋନ୍। କ'ଣ? ଲ୍ୟୁଟିନାଇଜିଂ ହର୍ମୋନ୍। ଠିକ୍ ଅଛି। ତାପରେ ଦେଖା ପରବର୍ତ୍ତୀ ପ୍ରଶ୍ନ ନମ୍ବର 38ରେ କ'ଣ କହୁଛି? ଜିଆ ଓ ଜୋକ ପରି ପ୍ରାଣୀମାନଙ୍କ ରେଚନ ଅଙ୍ଗର ନାମ କ'ଣ? ଜିଆ ଜୋକ ପରି ପ୍ରାଣୀମାନଙ୍କର ରେଚନ ଅଙ୍ଗ ହେଉଛି ନେଫ୍ରିଡ଼ିଆ। କ'ଣ? ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ନେଫ୍ରିଡ଼ିଆ। ଠିକ୍ ଅଛି। ଦେଖା ତାପରେ ପରବର୍ତ୍ତୀ ପ୍ରଶ୍ନ ନମ୍ବର 39 ଉପାର୍ଜିତ ଲକ୍ଷଣର ଉତ୍ତରାଧିକରଣର ତତ୍ତ୍ୱ କିଏ ଉପସ୍ଥାପନ କରିଥିଲେ? ଯେଉଁଟା ଥିଲା ଥିଓରି ଅଫ୍ ଇନହେରିଟେନ୍ସ ଅଫ୍ ଆକ୍ୱାର୍ଡ କ୍ୟାରେକ୍ଟର। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି କହୁଛି ଲାମାର୍କ ଜାମ୍ ବ୍ୟାପଟିସ୍ତେ ଲାମାର୍କ। ଠିକ୍ ଅଛି। ତାପରେ ଦେଖା ପରବର୍ତ୍ତୀ ପ୍ରଶ୍ନ ନମ୍ବର 40ରେ କ'ଣ କହୁଛି? ଡିମ୍ବାଶୟରୁ ନିର୍ଗତ ହେବା ପରେ ପ୍ରତ୍ୟେକ ପରିପକ୍ୱ ଡିମ୍ବାଣୁରେ କ'ଣ ରହିଥାଏ? ଡିମ୍ବାଣୁ ମୁଁ କହୁଛି ଓଭ୍ୟାରୀ, ମାନେ ଦେଖ ଓଭ୍ୟାରୀର ଏଗ୍ ରିଲିଜ୍, ଏଗ୍ରେ ତ ଆମେ ଜାଣିଛେ XX ହିଁ ଥାଏ। ଠିକ୍ ଅଛି, ସେଇ ଅନୁସାରେ ଗୋଟିଏ ଏକ୍ସ ଗୁଣସୂତ୍ର ମାନେ କେଉଁଟା?
ऑप्शन ए यार सठिक उत्तर ठीक है। तापर देखा परवर्ती प्रश्न प्रश्न नंबर 41 41 रे कोन कहूजे जे इंदिरा गांधी केनाल योजना केउ राज्य रे कार्यकारी होइछि। इंदिरा गांधी केनाल योजना केउ राज्य रे कार्यकारी होइछि यार सठिक उत्तर होइछि ऑप्शन डी राजस्थान बुझला राजस्थान रे सब होइछि। तापर देखा परवर्ती प्रश्न प्रश्न नंबर 42 रे कोन छै मानवीय विवर्तन संबंधी ग्रहण तत्व क्रमानुसायी आरंभ रु ए पर्यंत हैला कोटा यार सठिक उत्तर होइछि ऑप्शन ए कोन देखो सीरियल डे मानक फास्ट होछि रामापिथेक्स तापर आसिला कोन ऑस्ट्रालोपिथेक्स तापर होमो हाबिलस तापर होमो इरेक्टस तापर होमो सापियंस ठीक है। चलो तापर देखा परवर्ती प्रश्न प्रश्न नंबर 43 रे कोन होछि इलेक्ट्रॉन परिवहन संस्था माइटोकॉन्ड्रिया रो केउठारे रहिथाय अंतःझिल्ली यार सठिक उत्तर होछि ऑप्शन सी अंतःझिल्ली रे ही रहिथाय बुझिला। तापर देखा परवर्ती प्रश्न प्रश्न नंबर केते 44 उद्भिदर समायन प्रक्रिया रे परागनळीटी साधारणतः केउ बाट देई भ्रूणाशय मध्य प्रवेश करे को बाट देई देखो यार सठिक उत्तर होछि ऑप्शन ए बीजरंध्र का द्वारा देई बीजरंध्र ठीक है। तापर देखा परवर्ती प्रश्न प्रश्न नंबर 45 रे कोन होछि अमोनिया को नाइट्रेट और परे नाइट्रेट रे परिणत करिया प्रक्रिया को कोन कुआ जाय यार सठिक उत्तर होछि ऑप्शन डी नाइट्रिफिकेशन ठीक अछि। तापर देखा परवर्ती प्रश्न प्रश्न नंबर 46 होछि कमंडलू गछ केउ जातिर कमंडलू गछ केउ जातिर से होछि यार सठिक उत्तर होछि ऑप्शन बी है लुप्तप्राय जाति ठीक अछि यार सठिक उत्तर कोन होछि ऑप्शन बी लुप्तप्राय जाति ठीक है। तापर देखा परवर्ती प्रश्न प्रश्न नंबर 47 मनुष्यर केउ प्रकार कोषरे न्यष्टि न थाए कोट्रे ना ऑप्शन ए यार सठिक उत्तर आरबीसी कोषरे न्यष्टि ही न थाए ठीक है। तापर देखा परवर्ती प्रश्न प्रश्न नंबर 48 एड्स भाइरस निम्नलिखित केउ प्रकार भाइरस ग्रुप रो अंतर्भुक्त ठीक है। एड्स भाइरस निम्नलिखित केउ प्रकार भाइरस ग्रुप रो अंतर्भुक्त से होजी यार सठिक उत्तर होजी ऑप्शन बी ठीक है रेट्रो भाइरस ठीक है कौन रेट्रो भाइरस ठीक है। तापर देखा परवर्ती प्रश्न प्रश्न नंबर 49 निम्नलिखित केउ जातीय प्राणी विसरण प्रक्रिया रे श्वासक्रिया संपादन करंती यार सठिक उत्तर होजी ऑप्शन ए हाइड्रा ठीक अच्छे। ये पीआईक्यू सॉल्यूशन पाइबा पई निश्चिंत करी चैनल को सब्सक्राइब करेंगे और लाइक करेंगे शेयर करेंगे निश्चिंत आपन मतामत जनइबे जे वीडियोटी केमती लागला और केमती हेल्पफुल हो पारे आपको ठीक अच्छे। तो आज शेष प्रश्न देखा 50 नंबर मेंडल को एक संकरण परीक्षण रे प्रकाशित होता जीनोटाइपिक अनुपात केते आम जे जीनोटाइपिक अनुपात मोनो हाइब्रिड क्रॉस रे से होजी ऑप्शन सी 1:2:1 रेशियो ठीक अच्छे। जय जगन्नाथ ये आम क्लास टी रखिलु ठीक अच्छे।